न तद्भास्यते सूर्य न शशांक न पावक न तद्भास्यते जेउठिकु सूर्य चंद्र आदि देवता माने गले भी फेरंती नहीं आम घर होची सेठी आपण भावुथु आम घर बंगाली आम भावुथु आम घर बारुणा ये सब कथा नुह आम एठिकी आसीचु अतिथि आम पृथ्वीर जणे जणे अतिथि एठिकी आम आईचु कौन टिके बसबू कथबार्ता हबू खाइबू पीबू घर को जीवू ए घरे मानव कुणिया सरबे अढ़ई दिनिया आमे समस्ते अतिथि तेणु आम घरटा होची से निराकार आमे सेठू सब आईचु ममई बांस जीव लोके जीवभूत सनातन मनसस्त निंद्रियाणि प्रकृति स्थानिक ये हूँ आम घर प्रकृत घर हूँ युटा तेरे आपण कहे आप घर नाटा कौन जदि आप पचारे आप कौ गाँव रे घर कर गाँव रे आपणकर घर से गाँटा हूँ अयोध्या आउ किए कह ना ना आम घर हूँ वृंदावन वृंदावन अर्थ बुझा अयोध्या अर्थ सेया अनंत ज्योति को जोठी ध्यान करा जाए से हूँ अयोध्या अनंत ज्योति को ध्यान करने स्थानटी हूँ ललाट चक्र आखि बुझी आपण जदि 10 मिनिट 5 मिनिट जदि ध्यान करती कहले अनंत जो कहले ज्योति ध्या कहले ध्यान यही अनंत ज्योति को ध्यान करने पाई अनेक जन्म तप फले मनुष्य जन्म वही तले आमे एते सौभाग्यवान अनेक जन्म तप करी शेष रे आमे मनीष जन्म पाइछु जदि मनीष जन्म पाइकिरे जदि आमे भूल ऊपर भूल कलु ताहले हमर मनीष जन्म व्यर्थ हो जिवो जेमती जड़ भरत से मृग हो गले सेमती आमे भी कुकुर बिले संगे सामान हो जदि मनुष्य जन्म आमे पाइले जहू मानव सृष्टि कला तहू विश्राम सर्वलीला तेणु भगवान भी वर्तमान टिके विश्राम रे अछंती से कहीं विश्राम रे रहिले जे पर्यंत मनीष चलचंचल होइछि बा मनीष जतबेले संसार दायित्व नौची सेतबेले भगवान कर सेई मुहूर्तटा होउछि विश्राम ये होउछि अयोध्या यही अयोध्या पाखरे रही लंका लंका किए रावणर राजधानी लंका तमें रावण को देखिच ना लंका को देखिच लंका कहले जेउ ग्राम रे जेउ अंचल रे मद खटी थाए जुआ खटी थाए आउ एमती सब जो मद्य मादकतार
ଶ୍ରଦ୍ଧା ବହୁତ ବଢ଼ି ଯାଇଥାଏ, ବେଶ୍ୟାବୃତ୍ତି ଥାଏ। ସେଇ ଚରିତ୍ରହୀନ ମଣିଷ ଯୋଉଠି ବସେ ତାରି ନାଁ ହଉଛି ଲଙ୍କା। ଯଦି ଆମେ ଭଲ ମଣିଷ ହବା, ହୀନ ସଙ୍ଗତେ ହୀନ ଗତି, ହସି କହନ୍ତି ଯଦୁପତି। ଉତ୍ତମ ସଙ୍ଗେ ସଙ୍ଗଦାର, ସେ କରେ ଉତ୍ତମ ବ୍ୟବହାର। ଆମେ ଏଠି ଲଙ୍କାକୁ ଆଇଛୁ ଯୁଦ୍ଧ କରିବା ପାଇଁ। ଏଠି ରାବଣ ଭଳି ଗୋଟେ ଅହଙ୍କାରୀ, ରାବଣ ମରିବନି, ରାବଣ ଯୁଗେ ଯୁଗେ ଅଛି, ରାବଣ ଯୁଗେ ଯୁଗେ ଅଛି, କିନ୍ତୁ ଧ୍ୱଂସ ହବ ଲଙ୍କା। ତେଣୁ ଆମେ ଏଠି ଯୋଉ ବଇଛେ, ଆମେ ବଇଛୁ ଶୁଣୁଛୁ, ସିଏ ବାହ୍ୟ କଥା। ଏଠି ଆମେ ଲଙ୍କାରେ ଯୁଦ୍ଧ କରୁଛୁ। ଏ ଯୁଦ୍ଧରେ ଅହଙ୍କାର ହିଁ ମୃତ୍ୟୁ ହବ, ଅହଙ୍କାର ଦମନ ହବ। ଏଠି ଉଦ୍ଧାର ପାଇବେ ସୀତା। ସୀତା କହିଲେ ସତ୍ୟ, ସ କହିଲେ ସତ୍ୟ, ଇ କହିଲେ ଈଶ୍ୱର, ତ କହିଲେ ତତ୍ଵ, ଆ କହିଲେ ଆତ୍ମା। ଆମେ ଏମିତି କହିଦଉଛୁ ରାମ ଲକ୍ଷ୍ମଣ ସୀତା, ସୀତା ଶବ୍ଦର ଅର୍ଥ ହଉଛି ସବୁଠାରୁ ମହାନ। ଆପଣମାନେ ଖାଲି ଆପଣ ଦେଖି ଚିନ୍ତା କରନ୍ତୁ, ଯୋଉଠି ରାମ ରୂପୀ ଆନନ୍ଦ ଅଛି, ଯୋଉଠି ଲକ୍ଷ୍ମଣ ରୂପୀ ଚରିତ୍ର ଅଛି, ଯୋଉଠି ଭରତ ରୂପୀ ଭକ୍ତି ଅଛି, ଯୋଉଠି ଶତ୍ରୁବିହୀନ ଲକ୍ଷ୍ମଣ ଅଛନ୍ତି, ଯୋଉଠି ପବିତ୍ର ରୂପକ ସୀତା ଅଛନ୍ତି, ସେଠି ରାମ ରହିବେ କିପରି? ସେଇଟା ଲଙ୍କା ହବ କିପରି? जय राम जय जय राम, श्री राम 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 जय राम जय जय राम। ଯେଉଁଠି ଆନନ୍ଦ ରହିଛି, ଚରିତ୍ର ରହିଛି, ଭକ୍ତି ରହିଛି, ଶତ୍ରୁ ନାହାନ୍ତି, ଯେଉଁ ମନରେ ପବିତ୍ରତା ରହିଛି, ସେଇଠି ଅହଙ୍କାର ଦମନ ହେବ। ସତସଙ୍ଗ ମାନେ ଜମା କିଏ କ'ଣ ବୁଝଉଥିବ ମୁଁ କହିପାରିବିନି। ମୋ ଭାଷାରେ ସତସଙ୍ଗ ମାନେ ଅହଙ୍କାର ଯୋଉଠି ପ୍ରଶମିତ ହେଇଛି, ଦମ୍ଭୋ ଦର୍ପଭିମାନସ୍ୟ କ୍ରୋଧ ପାରୁଷ୍ୟମେବଚ ଅଜ୍ଞାନଂ ଚାଭିଜାତସ୍ୟ ପାର୍ଥ ସମ୍ପଦ ମାସୁରୀ। ଯୋଉଠି ଏଇଗୁଡ଼ାକ ନାହିଁ ବା ଏଇଗୁଡ଼ିକ ପ୍ରଶମିତ ହେବା ପାଇଁ ଆମେ ସତସଙ୍ଗ କରୁ। ଯାହାକୁ ତୁଳସୀ ଲେଖିଥିଲେ, ବିନୁ ସତସଙ୍ଗ
ବିବେକ এই ରାବଣର ଅହଙ୍କାରକୁ ଦମନ କରିବା ପାଇଁ ଗୋଟେ ସେତୁ ବନ୍ଧ ବନ୍ଧା ହେଲା। 7 ସମୁଦ୍ର କାଳେ ପାରି ହେଲେ। ମୋର ତ ମନକୁ ଯାଉନି 7 ସମୁଦ୍ର କେମିତି ପାରି ହେବେ? ତ ଡଙ୍ଗା ଲଞ୍ଚ କିଛି ନଥିଲା। କେବେ 7 ସମୁଦ୍ର ଆପଣ ନିଶ୍ଚୟ ପାରିବେ। ଲଙ୍କାକୁ ନିଶ୍ଚୟ ଧ୍ୱଂସ କରିବେ ଯଦି ଆପଣମାନେ ପ୍ରକୃତରେ ସତସଙ୍ଗୀ ହେଇଥିବେ। 7ଟା ସମୁଦ୍ର କିଏ? ଆପଣ 2 ଆଖି ବୁଜି ଦିଅନ୍ତୁ, 2 କାନକୁ ବୁଜି ଦିଅନ୍ତୁ, ପାଟିକି ବନ୍ଦ କରନ୍ତୁ, ନାସାରେ ଟିକେ ଟିକେ ପ୍ରାଣାୟାମ କର। ଏଇ ତ ହେଇଗଲା 7 ସମୁଦ୍ର। ଆଉ ଆଖି ବୁଜିବେ, ଇଷ୍ଟ ଏବଂ ଗୁରୁଙ୍କୁ ସ୍ମରଣ କରିବେ। ଇଏ ହେଲା 2ଟା ସମୁଦ୍ର। 2 ଆଖିକି ବୁଝିବେ, 2 ନାସାରେ ପ୍ରାଣାୟାମ କରିବେ ବା ନିଶ୍ୱାସ ରୁଦ୍ଧ କରି ଭଗବାନଙ୍କ ନାମ ନେବେ। ଇଏ ହେଲା ଆଉ 2ଟା ସମୁଦ୍ର। 2 କାନକୁ ଯଦି ବନ୍ଦ କରିଦେବେ, କିଛି ଶୁଣିବା ପାଇଁ ଇଚ୍ଛା କରିବେନି, ତାହେଲେ ଏଠି ସତସଙ୍ଗରେ ବଇଛନ୍ତି, ଏଇ ବାଣୀ ଶୁଣିବେ, ଆଉ କୋଉ ବାଜେ କଥା ଶୁଣିବେ। ସିଏ ବି 2ଟା ସମୁଦ୍ର ଗଲା। ଆଉ ଗୋଟେ ମହାସମୁଦ୍ର ଅଛି, ଏଇ ଯୋଉ ପାଟି। ଇଏ ମିଛ କହୁଛି, ମିଛ କହିବାରେ ଉସ୍ତାଦ, କଳି କଜିଆ ନଗେଇବାରେ ଉସ୍ତାଦ, ଅଶ୍ଳୀଳ ଭାଷା କହିବାରେ ମାନେ ଉସ୍ତାଦ। ଏଇଟା ସବୁ। ଆଉ ଖାଇବ ବୋଲି ଛେଳି ମେଣ୍ଢା କୁକୁଡ଼ା ଠାରୁ ଆରମ୍ଭ କରି ମୃଗ ମାନେ ବରାହ, ଆଉ ପୃଥିବୀରେ ଆଉ ପଶୁ କେହି ନାହାନ୍ତି, ସେ ସମସ୍ତଙ୍କୁ ଖାଇଗଲାଣି। ଏ ଜୀବ ଆହାର ଲମ୍ପଟେ ଭ୍ରମଇ ଭବ ସେ। ତେଣୁ ଘରେ ବସି ଖାଲି ରାମ ନାମ ନ କରି ରାମଙ୍କର ଆଦର୍ଶରେ ଜୀବନକୁ, ସମାଜକୁ, ପରିବାରକୁ ଗଠନ କରନ୍ତି। ତାହେଲେ ଆପଣମାନେ ଜାଣିପାରିବେ ଇଏ ଦୁନିଆ କେତେ ସୁନ୍ଦର। ସୁନ୍ଦର ତୁମରି ଚରଣର ଧୂଳି, ସୁନ୍ଦର এরিয়া মনু ତେଣୁ ସଜ୍ଜନ ଆମକୁ ଜୀବନକୁ ପରିବର୍ତ୍ତନ କରିବା ପାଇଁ
ସଂକଳ୍ପ ନେବା ଉଚିତ। ଯୁବକମାନେ ଆଜିର ପୁଅ ଝିଅମାନେ ଜୀବନକୁ ପବିତ୍ର କରିବା ପାଇଁ ମଦ୍ୟ ମାଦକାଦି ବଦଭ୍ୟାସକୁ ତାକୁ ସଂକଳ୍ପ କରି ଛାଡ଼ିବା ଉଚିତ। ଏବଂ ଯଦି ସତସଙ୍ଗୀ ହବ ତାହେଲେ ପ୍ରଥମେ ପରିବାରକୁ ସତସଙ୍ଗ କର। ଇଏ ଜୀବନ ହେଉଛି ଗୋଟିଏ ମନ୍ଦିର। ଇଏ ଜୀବନ ମନ୍ଦିରର ଆଶ୍ରମ ହେଉଛି ହୃଦୟ। ଏ ହୃଦୟ ହେଉଛି ଆଶ୍ରମ। ଏ ହୃଦୟକୁ ଚିନ୍ତନ କଲେ ଜାଣିପାରିବେ। ତାପରେ ଏଇ ଜୀବନ ଭିତରେ 11 ଜଣ ସେବକ ଅଛନ୍ତି। 11ଟା ସେବକ। 11ଟି ସେବକ କିଏ? ନାକ 2 9